ଆଉ ଗୋଟେ ଭାଇ ଲେଖିଛନ୍ତି ଆଜିକା ଡେଟ୍ରେ ଯଦି ଖରାପ କହି ମାନେ ଯେଉଁମାନେ ଖରାପ କହୁଛନ୍ତି ତାଙ୍କୁ ଲାଇକ୍ ସବସ୍କ୍ରାଇବ୍ ମିଳୁଛି, ଆଉ ଯେଉଁମାନେ ଭଲ କହୁଛନ୍ତି ତାଙ୍କୁ ଏମିତି କମେଣ୍ଟ ଆଉ ଗାଳି ମିଳୁଛି। ତ ଭାଇ ପୁରା ରାଇଟ୍ କଥା କହିଛ। ମାନେ ଆଜିକା ଡେଟ୍ରେ ଯିଏ ଭଲ ଚାହୁଁଛି ଗୋଟେ ମାନେ ଆଗକୁ କିଛି ଭଲ କରିବା ପାଇଁ ତାକୁ ଏମିତି ଖରାପ କଥା ମିଳୁଛି। ହ୍ୟାଲୋ ଗାଇସ୍, ୱେଲକମ୍ ଟୁ ମାଇ ନ୍ୟୁ ବ୍ଲଗ୍ ଭିଡ଼ିଓ। ତ ଗାଇସ୍ ମାନେ ମୁଁ ଉଦିତ ଭାଇଙ୍କୁ ରୋଷ୍ଟ କରିଥିଲି ଗୋଟେ, ତ ବହୁତ ପିଲା ମାନେ କମେଣ୍ଟ କରିଛନ୍ତି ସେଥିରେ, ତ ସେମାନଙ୍କୁ କିଛି କହିବାକୁ ମୁଁ ଚାହୁଁଛି। ତ ତାଙ୍କର କିଛି ଯେଉଁ ମେସେଜ୍ର ମାନେ ଯେଉଁ କମେଣ୍ଟ କରିଥିଲେ ସେ କମେଣ୍ଟର ସ୍କ୍ରିନଶଟ୍ ନେଇଛି, ମାନେ ବହୁତ କମ୍ ପିଲାଙ୍କର ନେଇଛି। ତ ସେମାନଙ୍କ ରିପ୍ଲାଏ ମୁଁ ଦେବି ଆଜି। ତ ଉଦିତ ଭାଇଙ୍କୁ ମୁଁ ଯେଉଁ ରୋଷ୍ଟ କରିଥିଲି ସେଥିଲାଗି କିଛି କହିବାକୁ ଯାଉଛି। ତ ଭିଡ଼ିଓଟି ଫୁଲ୍ ଦେଖନ୍ତୁ, ଲାଷ୍ଟକୁ ବି ଗୋଟେ ଇମ୍ପୋର୍ଟାଣ୍ଟ କଥା ଅଛି ସେଇଟା ବି ଦେଖିବେ। ତ ବର୍ତ୍ତମାନ ଚାଲନ୍ତୁ ଷ୍ଟାର୍ଟ କରିବା, ଗୋଟେ ଗୋଟେ କମେଣ୍ଟ ପଢ଼ିବା, ଠିକ୍ ଅଛି। ତ ଯିବା ଆଗରୁ ମୋ ଚ୍ୟାନେଲଟିକୁ ଲାଇକ୍ ସବସ୍କ୍ରାଇବ୍ ସେୟାର କରନ୍ତୁ। ତ ଚାଲନ୍ତୁ ଯିବା ଷ୍ଟାର୍ଟ କରିବା। ତ ଗାଇସ୍ ଗୋଟେ ଭାଇ ଲେଖିଛନ୍ତି ତୁ ସତ୍ୟବାନଟା, ତ ତୁ ସତ୍ୟ ଯୁଗରେ ରହିବା କଥା। ତ ସେ ଭାଇଙ୍କୁ ମୁଁ ରିପ୍ଲାଏ ଦେବାକୁ ଚାହୁଁଛି, ମୁଁ ତ ଭାଇ ସତ୍ୟବାନ ହେଇପାରିଲିନି, ହେଲେ ତମେ ଦିନେ ନା ଦିନେ ସତ୍ୟବାନ ହେବ। କାରଣ ଏଇ ଯେଉଁ କଳି ଯୁଗରେ ତମେ ରହି ମାନେ ଯେଉଁ ଖରାପ କାମ କରିକିରି ଦିନେ ଦିନେ ସତ୍ୟ ଯୁଗକୁ ଯିବ। ତ ଏଇଟା ହିଁ ମୋର ରିପ୍ଲାଏ ଥିଲା ତମକୁ। ତ ଧନ୍ୟବାଦ ଯଦି ଭଲ ଲାଗିଥିବ। ତ ଆଉ ଗୋଟେ ଭାଇ ଲେଖିଛନ୍ତି ଆଜିକା ଡେଟ୍ରେ ଯଦି ଖରାପ କହି ମାନେ ଯେଉଁମାନେ ଖରାପ କହୁଛନ୍ତି ତାଙ୍କୁ ଲାଇକ୍ ସବସ୍କ୍ରାଇବ୍ ମିଳୁଛି, ଆଉ ଯେଉଁମାନେ ଭଲ କହୁଛନ୍ତି ତାଙ୍କୁ ଏମିତି କମେଣ୍ଟ ଆଉ ଗାଳି ମିଳୁଛି। ତ ଭାଇ ପୁରା ରାଇଟ୍ କଥା କହିଛ। ମାନେ ଆଜିକା ଡେଟ୍ରେ ଯିଏ ଭଲ ଚାହୁଁଛି ଗୋଟେ ମାନେ ଆଗକୁ କିଛି ଭଲ କରିବା ପାଇଁ ତାକୁ ଏମିତି ଖରାପ କଥା ମିଳୁଛି, ଖରାପ ମାନେ ଶୁଣିବାକୁ ମିଳୁଛି। ଆଉ ଯିଏ ମାନେ ଖରାପ କାମ କରୁଛନ୍ତି ଆକ୍ଚୁଆଲି ତାକୁ ଭଲ ହିଁ ମନାଯାଉଛି। ତ ଥ୍ୟାଙ୍କ ୟୁ ଭାଇ ଏଇଟା କହିଥିବାରୁ। ତ ଧନ୍ୟବାଦ। ଆଉ ଗୋଟେ ଭିଡ଼ିଓ ଦେଖିଥିବାରୁ। ଆଉ ଗୋଟେ ଭାଇ ଲେଖିଛନ୍ତି ତୁ କି ବାଳ ଭିଡ଼ିଓ କରୁଛୁ, ଆମ ଉଦିତ ଭାଇ ହିଁ ଭଲ ଭିଡ଼ିଓ କରୁଛନ୍ତି। ଆରେ ଭାଇ ମୁଁ କହୁନି ମୁଁ ଭଲ ଭିଡ଼ିଓ କରୁଛି, ଉଦିତ ଭାଇ ଭଲ ଭିଡ଼ିଓ କରୁଛନ୍ତି, ହେଲେ ଯେଉଁ ଭାଷା କହୁଛନ୍ତି ସେଇଟା ତୁମକୁ ଭଲ ଲାଗୁଛି। ତ ତୁମେ ଶୁଣ, ଆମର ବି କିଛି କହିବାର ନାହିଁ। ତ ମୁଁ ଖରାପ ଭିଡ଼ିଓ କରିଛି, ମୁଁ ବି ମାନୁଛି ମୁଁ ଖରାପ ଭିଡ଼ିଓ କରିଛି। ତ ଉଦିତ ଭାଇ ଭଲ ଭିଡ଼ିଓ କରିଛନ୍ତି, ତ ଧନ୍ୟବାଦ ତୁମେ କହିଥିବାରୁ ଏଇ କଥାଟା। ତ ମୁଁ ଟ୍ରାଏ କରୁଛି ଭଲ ଭିଡ଼ିଓ କରିବି। ଆଉ ଉଦିତ ଭାଇ ବି ଫାଷ୍ଟ ଏମିତି ମାନେ ପୁରା ଆକ୍ଚୁଆଲି ମାନେ ଭଲ ଭିଡ଼ିଓ କରୁନଥିଲେ। ତ ଏବେ ମାନେ ଯିଏ ୟୁଟ୍ୟୁବକୁ ପଳେଇ ଆସିଛନ୍ତି ସେମାନେ ମାନେ ବହୁତ ଦିନ ଭିତରେ ଭିଡ଼ିଓ ଯେଉଁମାନେ କରୁଛନ୍ତି ସେମାନେ ଭଲ କଥା କି ଭଲ ଭିଡ଼ିଓ କରୁଛନ୍ତି। ତ ମୁଁ ବି ଆଗକୁ ଏମିତି ଭଲ ଭିଡ଼ିଓ କରିବି। ତ କହିଥିବାରୁ ଧନ୍ୟବାଦ। ନେକ୍ସଟ ଆଉ ଗୋଟେ ଭାଇ କହିଛନ୍ତି ତୁ ବି ତ ରୋଷ୍ଟ କରୁଛୁ, ତୁ ବି ତ ଖରାପ ନା। ଭାଇ ମୁଁ ରୋଷ୍ଟ କରୁଛି ହେଲା, ମୁଁ ଭାଷା କହୁନି ଏମିତି ଉଦିତ ଭାଇ ଭଳିଆ ମାନେ ଭାଷା କହୁନି କି ଥାନାକୁ ଯାଇନି। ତ ମୁଁ ଯେଉଁଟା ଠିକ୍ ସେଇଟା ଠିକ୍ ହିଁ କହୁଛି। ଆଉ ତୁମକୁ ଯାହା ଲାଗିବ ତ ଲାଇକ୍ କଲେ କରିବେ, ସବସ୍କ୍ରାଇବ୍ କଲେ କରିବେ। ତ ମୁଁ ଯେଉଁଟା କହୁଛି ମୁଁ ଭଲ ହିଁ କହୁଛି, ଆଉ ମୁଁ ବି ଜାଣିଛି ମୁଁ ଠିକ୍ କହୁଛି କି ଭୁଲ କରୁଛି। ତ ତେଣିକି ଆପଣଙ୍କ ଇଚ୍ଛା। ଆଉ ଗୋଟେ ଭାଇ ଭଲ କଥା କହିଛନ୍ତି, ତାଙ୍କରି ଉପରେ ହିଁ ଏଇଟା। ତ ମାନେ ଲେଖିଛନ୍ତି ତମେ ରୋଷ୍ଟ କରି ଜାଣିନ। ତ ମାନେ ଯେଉଁମାନେ ଭଲରେ ବୁଝୁନାହାନ୍ତି ସେମାନଙ୍କୁ ଖରାପ ହିଁ ବୁଝିବାକୁ ପଡ଼େ, ଠିକ୍ ଅଛି। ତ ଭାଇ ମାନେ ଗୋଟେ ପିଲାଟା ତୁମ ଗାଁକୁ ଯାଇଥିବ, ତ ତୁମକୁ ଡାକିବ ଭାଇ ଏ ବାଟଟା କେଉଁ ପଟରେ, ତ ତୁମକୁ ସେଇଟା ଭଲ ଲାଗିବନି। ତ ଆଉ ଜଣେ ଆସିବ କହିବ MG ବାଟଟା କେଉଁ ବାଟେ, ତ ତୁମକୁ ସେଇଟା ଭଲ ଲାଗେ। ବଢ଼ିଆ କଥା। ତ ଭାଇ ତୁମ ଉପରେ ଏଇଟା ଥିଲା, ତ ଖରାପ ଭାବିବନି। ଧନ୍ୟବାଦ। ଆଉ ଗୋଟେ ଭାଇ କହିଛନ୍ତି ତୁ ଭଲ କରି ଏ ଦୁନିଆରେ କେତେ ଦିନ ରହିବୁ। ଆଉ ଭାଇ ତୁମେ ଖରାପ କରି ଏ ଦୁନିଆରେ କେତେ ଦିନ ରହିବ। ତୁମେ ଖରାପ କରିକିରି ମାନେ ବହୁତ କମ୍ ଦିନ ରହିବ, ମୁଁ ଭଲ କରିକିରି ବହୁତ ବେଶୀ ଦିନ ରହିବି। ତ ଫରକ ଏତିକି। ଆଉ ଗୋଟେ ଭାଇ କହିଛନ୍ତି ଆମ ଭାଇ ଭାଷା କହିଲେ ତୁମର କ'ଣ ଅଛି। ତମ ଭାଇ ଭାଷା କହିଲେ ମାନେ ସେଇଟା ତମ ଭାଇ ମାନେ ତମ ମାଆ ପେଟରୁ ହେଇଥିବ। ତ ତମ ମାଆଙ୍କୁ ନେଇକରି ଭିଡ଼ିଓଟା ଦେଖିବ କି ମାଆ ଏଇଟା ଆମ ଭାଇ, ଏମିତି ଭାଷା କହୁଛନ୍ତି। ତମ ମାଆ ଯଦି କହିଲେ ଇଏ ମୋ ପୁଅ କି ମୋ ମାନେ ତମ ଭାଇ, ତାହେଲେ ମୁଁ ମାନିଯିବି, ମୁଁ ଆଉ ଭାଷା କହିବି। ଆଉ ଗୋଟେ ଭାଇ କହିଛନ୍ତି ମାନେ ଟୋଟାଲି ମାନେ ହଟ୍ କରିଛନ୍ତି ଟୋଟାଲି ଆମ ଜଗତସିଂହପୁର ଲୋକଙ୍କୁ। କହିଛନ୍ତି ଆମେ ବାଲେଶ୍ୱରିଆ ଟୋକା, ମାନେ
ମାନେ ଗୋଟେ ଅଲଗା ପ୍ରକାର ଇଏରେ। ତ ମୁଁ କହୁଛି ଆମେ ଜଗତସିଂହପୁରିଆ ଟୋକା କେବେ ଆସ ଦେଖେଇ ଦଉ ଜଗତସିଂହପୁର କ'ଣ ବାଲେଶ୍ୱର କ'ଣ। ଜଗତସିଂହପୁର ଟୋକା ଆମେ ଜଗତସିଂହପୁର ଟୋକା। ତ ଆଜିର ଥିଲା ଏଇ ଭିଡ଼ିଓଟି। ତ ମୁଁ ଯେଉଁଟା ଥମ୍ବନେଲ୍ ରଖିଛି କି ମୁଁ ଉଦିତ ଭାଇଙ୍କୁ ସରି ମାଗୁଛି, ମୁଁ କେବେ ବି ମାଗିବିନି ସରି, କାରଣ ମୁଁ ଭୁଲ କରିନି କି ମୁଁ ଭାଷା ବି କହିନି। ତ ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍ କରିବେ। ସେମାନେ ବି ପାଟିରେ କହୁଛନ୍ତି, ମୁଁ ବି ପାଟିରେ କହୁଛି, ତ ମୋତେ ବି ହାତ ମାରିପାରିବେନି, ମୁଁ ବି କାହାକୁ ହାତ ମାରିବିନି। ତ ବାସ୍ ଏତିକି ଭିଡ଼ିଓଟା ଥିଲା। ଯଦି ଭଲ ଲାଗିଥିବ ଲାଇକ୍ ସବସ୍କ୍ରାଇବ୍ ସେୟାର କରିବେ, ନହେଲେ ସେମିତି ଛାଡ଼ିଦେବେ। ତ ପୁଣି ଦେଖା ଆଉ ଗୋଟେ ଭିଡ଼ିଓରେ। ଜୟ ଜଗନ୍ନାଥ।